ଦେଖନ୍ତୁ କିଭଳି ଭାବେ ସାପଟି ବିଛଣାରେ ଲୁଚି ରହିଛି ଏବଂ ସ୍ନେକ୍ ହେଲ୍ପଲାଇନ୍ ବାଲା ସେହି ନାଗ ସାପଟିକୁ ଧରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ବହୁ ସମୟରେ ଆମେ ଖବର କାଗଜରେ ଦେଖୁ ବା ଟିଭିରେ ଦେଖିଥାଉ ଯେ ସାପ କାମୁଡ଼ା ପାଇଁ ପ୍ରତ୍ୟେକ ଦିନ ଛୋଟରୁ ବଡ଼ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କର ଜୀବନ ଯାଇଥାଏ। ବହୁ ସମୟରେ ଖଟରେ, ବିଛଣାରେ, ମଶାରୀ ଭିତରେ ଏମିତି ସାପମାନେ ଲୁଚିକି ଥାନ୍ତି ଏବଂ ବିଷାକ୍ତ ସାପ ଦଂଶନ ଫଳରେ ଘଟଣାସ୍ଥଳରେ ହିଁ ଲୋକଙ୍କର ମୃତ୍ୟୁ ହୋଇଥାଏ। ଏହି ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ଗୋଟିଏ ପରିବାର କିଭଳି ଭାବେ ସେମାନେ ମଶାରୀର ସେପଟେ ସାପଟେ ଲୁଚି ରହିଥିବା ଦେଖିବାକୁ ପାଇଥିଲେ ଏବଂ ଦେଖିବା ପରେ ସେମାନେ ସ୍ନେକ୍ ହେଲ୍ପଲାଇନ୍କୁ ଖବର କରିଥିଲେ। ସ୍ନେକ୍ ହେଲ୍ପଲାଇନ୍ର କର୍ମକର୍ତ୍ତାମାନେ ଆସିଛନ୍ତି, ସେମାନେ ସାପଟିକୁ ଦେଖିଛନ୍ତି ଏବଂ ସାପଟିକୁ ଉଦ୍ଧାର କରିକି ନିଜ ସହିତ ନେଇଯାଇଛନ୍ତି, ଯାହାଫଳରେ ଏହି ପରିବାରର ମୂଲ୍ୟବାନ ଜୀବନ ଗୁଡ଼ିକ ବଞ୍ଚି ଯାଉଛି। ଆପଣମାନେ ମଧ୍ୟ ଶୋଇବା ବେଳେ ବା ଅନ୍ୟାନ୍ୟ ସମୟରେ ଟିକେ ସତର୍କ ରୁହନ୍ତୁ। ବିଭିନ୍ନ ଜାଗା ଗୁଡ଼ିକୁ ଟିକେ ଯାଞ୍ଚ କରୁଥିବେ, କାରଣ କେଉଁଠି ବି ସାପ ଆସିକିରି ଲୁଚିକି ରହିବାର ସମ୍ଭାବନା ଅଛି।